ଦିନ ଥିଲା ରାଜାଇ ପାଖରେ ଗୋଟେ ସିଗାରେଟ ଟାଣିବାକୁ ପଇସା ନଥିଲା। ଏଇନା ରାଜାଇ ଯଦି ସିଗାରେଟ ଟାଣିତେ ମନ ଗଲା ଲୋକ ଆସିକି ପାଟିରେ ନିଆଡି ଆସିକି ମାରି ନଗେଇବେ। କାକା ନ ହେଲା ପର୍ଯ୍ୟନ୍ତ ନା ରାଜାଇ ରାଜା, କାକା ଆସିଲା ପରେ ରାଜାଇ ପ୍ରଜା। ଏଇ ବିଡି ଟାଣି ହାଇ ଗାଇସ୍, ଜୟ ଜଗନ୍ନାଥ। ଆପଣଙ୍କ ପାଇଁ ନୂଆ କମେଡି ଆସିଯାଇଛି। ଆପଣ ବହୁତ ଭଲ ପାଇବା ଦିଅନ୍ତୁ ଆମ ଚ୍ୟାନେଲକୁ। ଆମ ଚ୍ୟାନେଲ ଯେତେ ଆପଣ ଦେଖିବେ ଆମେ ସେତେ ଭଲ ଭଲ ନୂଆ ନୂଆ ଭିଡ଼ିଓ ଆଣି ଦେଖିବା। ଆପଣ ଯିବା ଆଗେ ଭିଡ଼ିଓ ଦେଖିଦେବା। କୁଆଡ଼େ ଗଲା କହନି? ଲଣ୍ଡନ। ଆମେ କୋথায় ହସ୍ପିଟାଲ ଯିବୁ ବୋଲିକି ବୁଲେଟ ଖରାପ ହେଇଗଲା, ବସ ରେ ବସି ଲଣ୍ଡନ ପଳେଇଲା। ପଇସା ପତ୍ର ନାହିଁ, କଣ କରିବା କହନି? ଦେଇନି ପଇସା, ତତେ ଦେଇଥିଲା 100 ଟଙ୍କା, ମତେ ଦେଇଥିଲା 100 ଟଙ୍କା, 200 ଟଙ୍କା ଖର୍ଚ୍ଚ କରିଥିଲୁ। ମତେ 200 ଟଙ୍କା ଦେଇଥିଲା, 100 ଟଙ୍କା 200 ଟଙ୍କା ଦେଇଥିଲା। ମାଲଟା ଚକଲେଟ ଟା ମାଗିଲା, ଚକଲେଟ ଟା ଦେଇଦେଲି। ଖାଇଦେଲି, ମୋର ଗୋଟେ ଦିନ ଗୋଟେ ପଇସା ଗୁଡା ପଳେଇଲା। ମୁଁ ଚକଲେଟ ଦେଇଦେଲି ତାକୁ। ଏଇନା ଟଙ୍କା ନାହିଁ। କାକାଟା ଆସିଥିଲେ ଖର୍ଚ୍ଚ ପାଣି କଣ ଦେଇଥାନ୍ତା। ଆଇଁଷ ପାଣିଆ ବାଟରେ ବସୁନି, କଣ କରିବା? କାକାଟା କୋଉଦିନ ଆସିବ? ମୁଁ ଆସିଥିଲି ଏଇ ଯୋଉ ଅକ୍ଟୋବର ମାସ ବେଳକୁ ଟିକେ ଚିକେନ ଟିକେ ଖାଇ, ଚିକେନ ତ ମଟନ ଟିକେ ଖାଇଥାନ୍ତି। କାକାଟା କୋଉଦିନ ଆସିବ? ଡିସେମ୍ବର ମାସ ହେଇନି ଆସିବ ସେ। କଣ କରିବା? ବର୍ଷା ଯୋଉ ହଉଛି, କାମ ଖଣ୍ଡେ ଟିକେ ମିଳୁନି। ହଁ ପା, ଖାଇବା ସଇଲା। କାକା ଥାଏ ଖର୍ଚ୍ଚ ପାଣି ଟିକେ କଣ ଦିଏ। ହଁ ଠିକ କଥା କହିଲୁ। କାକାଟା ନହେଲେ କଣ କରିବା ନା? କାକାଟା ଦଶଟା ଡାକିବାକୁ ପଡିବ। ଫୋନ କରି ଫୋନ କାଇଁ? ମା ଫୋନ ନାଇଁ, କଣ କରିବା? ନା କଣ କରିବା? କାକାଠୁ କଣ ଖର୍ଚ୍ଚ ପାଣି କଣ ବ୍ୟବସ୍ଥା ନ କଲେ ହବନି। ହଁ, ଦଶହରା ଆସୁଛି ଆଗକୁ, ପୁଣି ମାନେ ଆମର ପୁଣି କାମ କାର୍ଯ୍ୟ କିଛି ନାହିଁ। ତୁ କି କାମ କରିବୁ କି? ତୁ ମେଘଟା ହଉଛି, କାମ କଟା କରିବ। ଧାନ ରୁଆ ଟାଇମ ଜାଣିଛୁ? ଧାନ ଆମେ ଟଙ୍କା 200 କି 100 ଦିଅନ୍ତେ, ଧାନ ଦେଇକି ରୋଇ ଦେଇକି ଆସନ୍ତୁ। ଡାକିଲେ ନଅଟାକୁ ରୋଇଦେବା, ପଇସା ମାଗି ନେଇଛି। ରୋଇ କେହି ପଇସା ଦଉନଥିବେ। ହେଇଲା କାକା ମୋବାଇଲ ହବନି ବା। କଣ କରିବା? ତମ କାକା କୁଆଡେ ଲୁଚିଲେ କି? ଉଡୁଛି ବା, ଉଡୁଛି। ତମ କାକା ଲୁଚିଲେଣି? ଉଡୁଛି। ଏ କାକା ଲଣ୍ଡନ ଯାଇଛି। ଲଣ୍ଡନ ଏରୋପ୍ଲେନ ଏକ୍ସରସାଇଜ ବେଲୁନ ବେଲୁନ ନୁହଁ। ବେଲୁନ ତ ଫାଟି ଯାଇଥାନ୍ତା। ହେଇଲା ଠିକ ରହୁଛି। ଇଏଲା ମୋ ପିଲା ଆଜି। ତ ଏ କାକା ପିଲା ଘୁଷି ନୁଚି ନାହିଁ। ହଁ, ମାନେ ହାଡ କୋଉଠୁ ବାଜିବ? କଣ କରିବା? ବାଜୁନି। ପରିସ୍ଥିତି ଜଟିଳ। ତମେ ଗୋଟେ କାମ କର, ମୋ ବିଲକୁ ଚାଲ। କେତେ ଟଙ୍କା ଦବୁ? 5 ଟଙ୍କିଆ ମିଳିଲେ ଖାଦ୍ୟ 5 ଟଙ୍କା, ଆଉ ଦିନକୁ 30। ଯାଇ ହବନି। ହଉ ଯେ ତମ ପାଇଁ 40 ହବ। ଟଙ୍କା 100 ତମର ନାହିଁ, ଆମର ନାହିଁ, 50 ଟଙ୍କା। 80 ନା ହାଡ ବାଜିବନି, ଚାଲ। ହାଡ ନାହିଁ, ଚାଲ ଚାଲ ଚାଲ। ହାଡ ନାହିଁ, କାକା ନାହିଁ। ସେଇ କାମଟା କରିଦବା। ହଁ ପଇସା 2 ପଇସା ମିଳିବ। ମିଳିବ କେବେ? କେତେ ଟଙ୍କା କହୁଥିଲା? କେତେ ଟଙ୍କା? ସେ 75 ଟଙ୍କା କହୁଛି। 75। ହଁ ଆଜି ଫାଇନାଲ କରିଦେବା। କାକା ଆଇଲେ ଚଳି ଯାଇଥିବା। ହଁ କାମଟା କରିବୁ। 75 ଟଙ୍କାରେ କରିବ। ନା ନା ନା, ଟଙ୍କା 40। ବହୁତ କାକା ନାହିଁ, ବହୁତ କମ କଥା। 40 ଟଙ୍କା କଣ ହବ? 40 ଟଙ୍କା ଡାଇରେକ୍ଟ 50 କଲେ ସାଇଡ ମରିବ ଡାଇରେକ୍ଟ। କାକା ନାହିଁ, 50 ଫାଇନାଲ 50। ଖାଲି ସକାଳ 5ଟା ବେଳୁ ଆସି ବିଲରେ ପହଞ୍ଚିବ, କାମ କରିବ। 2ଟା ବେଳେ ଆସିବ, 5 ml ମୋ ନା କରି ଖାଇଦବ। ଖାଇଦେଇ ପୁଣି ଆସିବ 7ଟା ବେଳକୁ ଆମ ଘରକୁ ପଳେଇ ଆସିବ, ପାଣି ଗ୍ଲାସ ପିଇବ। ପୁଣି ହଉଛି 30 ଟଙ୍କା ଧରି। ତମ ନାଁଟା କଣ? ଚିପା? ସକାଳ ଆସିବ। ନାଁଟା କହିଲେ ସିନା କହିବୁ, ବାହାର କେନ୍ଦ୍ରରେ ଚିପା ନା? ନା ଏଇ ତୋ ନାଁଟା କଣ କୁହ? 5 ମିଳିଲେ କହିବୁ। କହ ରାଜା ଭାଇ। ରାଜା ଭାଇ। ଏଇ ବକା କଥା କଲଣି, କାମର ନା ଭାଇ ତାହେଲେ ଆମେ କାଲି ସକାଳେ ଆସି ପହଞ୍ଚୁ 5ଟା 5ଟା ବେଳେ ଆସିବ, 2ଟା ବେଳେ ଆହାର ପଳେଇ ଆସିବ, ମନେ କରି ଖାଇଦବ। ହଉ 7 ବଜେ ଆମ ଘରକୁ ଆସିବ, 50 ଟଙ୍କା ନେଇ ପଳେଇବ। କାକା ପଳେଇଛି ଯେ ମୋ ମନ ଭାରି ଖୁସି। ରୁଦ୍ର ବିଲ ଆମର ନୁହେଁ, ରଘୁଆ ବାବୁଙ୍କ ବିଲ। ବକରା 2ଟା ତ ମିଳିଛନ୍ତି। ସାଢେ ଏମିତି ତ କାକା ପଳେଇଲେ ଆମେ 3-4 ଦିନ ଭିତରେ ଅମ୍ବାନୀ। ଆଉ କାକାଟା ଯେତେ ଶୀଘ୍ର ନ ଆସୁ, ମାସେ ରହିଗଲେ ଅମ୍ବାନୀ ରେକର୍ଡଟା ଆମେ କାଟିଦେବା। ଡାଇରେକ୍ଟ ଗୋଟେ କିଣିବା ମହିନ୍ଦ୍ରା ଥାର। ହାଡେ ତାଙ୍କ ପାଟିରେ ଟିକେ ବାସୁଥିଲା। ଏଇନା ଟୋଟାଲ ଖାଇନାହାନ୍ତି। ଆମେ ଆଣିବା ସେଠୁ କେତେ 700, ଆଙ୍କୁ ଦେବା 50। ଆମ ପାଖରେ ରହିଲାଣି ହଉଛି 400 800 ଟଙ୍କା ଆମର ବଞ୍ଚିଲା। ଏଗୁଡାକ ପୁରା ଡାଇରେକ୍ଟ ଯୋଉ କଳା ଧଳା ବଳଦ ଖଟନ୍ତି, 2ଟାଙ୍କୁ କଳା ଧଳା ଖଟେଇ ଯେ କାକା ନ ଆସିବା ପୂର୍ବରୁ ଅମ୍ବାନୀ। କାକା ଠିକ କହୁଥିଲା, 10 ଟଙ୍କା ଥିଲେ ଶାଳବଣୀ ହାଟ। ତ ଏଗୁଡାକ କେମିତି କଣ କାକା ରଖୁଥିଲା, ମୁଁ ସେ କଥା ଭାବୁଛି। କଣ କରିବା? ସକାଳୁ ଯିବା, କାମ କରି ଶୋଇ ପଡିବା। କେତେଟା ଯିବ? କଣ 7ଟାରେ ଯିବ ଯାଇ। ସେ କହିଥିଲା 5ଟାରେ ଜଗିଥିବ, ଶୀଘ୍ର ପଳେଇବା, ଶୋଇ ପଡିବା। ସିଏ ଆସିବ ଯେମିତି ତାକୁ ଦେଖିଦେବା, ସେ କାମ ଶୋଇ ପଡିବା। ଆଉ
ସିଏ ସେ କଣ ସେ କଣ ଦେଖିବ ନା କଣ ସବୁବେଳେ ଆସିକି ଆସିକି ଦେଖୁଛି ନା କଣ? ଆମେ ତ କାକା ପାଖରେ ରହିଲି କୋଡ଼ିଆ ହେଇଗଲେ ହଁ ଇ ତ କାମ ତାଙ୍କର ବସରେ ଖାଲି କାମ ଚୋର ଖାଲି କାମ ଯାଇଲେ ଦେଖିଲେ କାମ ଟିକେ କରିଦେଲୁ ଶୋଇଲୁ ତାପରେ ଆସି ଆରେ ମାଗଣା କରେ ମାଗଣା ବସନି ମାଗଣା ଖାଆନ୍ତି ହଁ ଠିକ କଥା କହୁଛୁ କାକା ଛାଡ଼ି ଦିଏ ଏଠି କହିଲା ଆଉ କାମ ଚୋରି କରିବା ଖାଲିଟାରେ ବସିବା ଇଏ ମିଲ୍ ଖାଇବା ପଇସା ଧରିବା ଘରକୁ ଆସିବା ହଁ ଆମେ 50 ଟଙ୍କା ହଉ କଣ ଗଲେ 50 ଟଙ୍କା ଗୋଟେ ମିଳିବ ଦିନ ଆମ ଚଳିଯିବ ତେ ଖାଲିଟାରେ ଶୋଇ ଶୋଇ ପଇସା ମିଳିଯିବ ହଁ ଖାଲି ଦେଖେଇ କାଲି ଦେଖେଇ ହବା ଆଉ କାମ ଆମ କାହିଁ କାମ କରୁଛୁ ଶୋଇବା ଆଉ ହଁ ଠିକ କଥା କହିଲୁ ହଉ ତାହେଲେ କାଲି ସକାଳେ ଉଠିବା ଶୀଘ୍ର ଚାଲ ଶୋଇବା ଚାଲ ଶୋଇବା ଆରେ ଶୀଘ୍ର ଉଠିବା ଚପଲଟା ନେଇକି ଆସି କାକା ଆସିଲେ କାକା ଆସିନାହାନ୍ତି ରାତି 2ଟାରେ କାକା ଆସିନାହାନ୍ତି କି ନା ମତେ ସପୋଜ କାକା ଆସିଲେ କାକା ଆସିଲେ ଆମର ମନ ଖୁସି କାକା ଆସିଲେଣି ଏଇ ଆଇଚଟି ବଡେ ବାଜିବ ଫିଷ୍ଟ କରିବା ମଟନ ଖା ହେଲେ କାକା ସତରେ ଆସିଥିଲେ କିଛି ଦେଖି ଆସିବା ମୁଁ ସକାଳ ସକାଳେ ସତ ହୁଏ ଯା ବୁଲିକି ଆସିବା ଇଏ କାକା ବେଳେ କାକା ଡାକି ମୁଁ ତ ଦେଖିଗଲି 2:15 ହେଇଛି ତୁ ସକାଳେ ଆଣି କଲି କାଲି ଶୋଇବା ତୁ କହିଲୁ ସକାଳେ ହବ ନା ସତ ହେଇଯାଏ ମୁଁ ସେଇଥିପାଇଁ ଆଇଲି ଆଉ ବିଲର ପରେ ସକାଳେ ଖଟିବାକୁ ପଡିବ କାଲି ଶୋଇ ପଡିଆ ଏଇଟା ନିଦ ଭଲ ହେଲେ ଠକିବାକୁ ନେଲେ ପଡିବ ରାଜା ଏଇ ପିଲାଟା ଶୋଇଛନ୍ତି ଡରିବା ଦରକାର ନା ନା ମୁଁ ଶୋଇବିନି ରାଜା ଭାଇ ହଁ କଣ ତମ କହିଲେ କାମ କରିତେ ଆସିବୁ କାଇଁ ତମେ ଆଇଲେ କହିଥିଲେ ସକାଳ 5ଟାରେ ଆସିବୁ ବୋଲି ତମ କହିଲେ ସକାଳେ ସନ୍ଧ୍ୟା କହିଦିଅ ମୁଁ ସନ୍ଧ୍ୟା ଭାବି ଦେଇ ପଳେଇ ଆସିଥିଲି ସନ୍ଧ୍ୟାରେ କଣ ବିଲରେ କାମ କରନ୍ତି ନା କଣ ତମେ ଜାଣିନ ଯା ଯା ତୁ ସକାଳ 5ଟାରେ ଆସିବୁ କାଲି ଯଦି ନ ଆସୁ ମାରି ମୁହଁ ଗୁଡା ସବୁ ଫଟେଇ ରାଜା 5 ଟଙ୍କା ଏଟେ ଦିଅ କଣ କରୁ 5 ଟଙ୍କା ନେଇ ଚାଟ ପିଇନି ଚାଟ ତୁ 5 ଟଙ୍କା ଆଣିଥିଲି ଯେ ବସ୍ ଷ୍ଟାଣ୍ଡରେ କୋଉଠି ଗଳି ପଇଲା ଭାଇ ତମ ଘରୁ 5 ଟଙ୍କା ଏଟେ ଆଣିଥିଲ ଆଉ କଣ ପରିସ୍ଥିତି ଭାରି ଜଟିଳ ଆଉ କଣ କରିବା ଟା କରିଥିଲି ବିଲଟା ଆସିନି ନହେଲେ ତତେ ଡାଇରେକ୍ଟ ବରା ପିଆଜିରେ ଭସେଇ ଦେଇଥାନ୍ତି ଓ ଭାଇ ମୁଁ ଟିକେ ଚାଟ ପିଇଥାନ୍ତି ବଡ ଆଲୁଚପ ନୁହେଁ ବରା ଆଳୁଚପ ନୁହେଁ ମାନେ ତତେ କ୍ଷୀର ଆଉ ଚା ପତିରେ ଭସେଇ ଦେବି ରାଜା ଆଉ ଟଙ୍କା ଦେବେନି ଏଟା ଦବନି ମୁଁ ଜାଣିଛି ଏଟା ପଚାଗିଆଟା ଏଟା ପଚରଟା ସତଟା ଭାଇ ଯାଉଛ କି ହଁ କଣ କରିବି ଟଙ୍କା ନାହିଁ ଯାଉଛି ଆଉ ଅଜ ଏଡେ ବଡ ଗେନ୍ଧିଆଟେ ନା ଛୋଟ ଛୁଆଟା ମାଗିଗଲେ 5ଟି ଆଣି ଦେଇଥାନ୍ତେ ସେ ଜାଣିନି ସେ ଛୁଆଟା ମୋ ଫୋନ ପେ ରେ କେତେ କେତେ କୋଟି ଅଛି ଅମ୍ବାନୀ କି ମୁଁ ବସେଇ ଦେବାର ପଇସା ରଖିଛି ଆମ୍ବିଲାଟେ କଣ ଦବ କଣ କହିଲୁ କାଇଁ ମୁଁ ନା କିଛି କର ନା ଯାଇ କାମରେ ରଖିବିନି କଣ କହିଲୁ ନା କାମର ନାହିଁ ଏଗୁଡା କିଛି 45 ଟଙ୍କା ଦେଲା ଡାଇରେକ୍ଟ 25 ସାଇଡ 25 ମୁଁ ଯାଇ ଆମ୍ବିଳା ଛୁଆଟା
ଅଖା କଣ ନାହିଁ କାଲି ପଳେଇ ଆସିବୁ 5:30 ବେଳେ। ଏତେ ଛୋଟ ଛୋଟ 5 ଟଙ୍କା ଦେବନି ଆମକୁ କଣ 50 ଟଙ୍କା ଦେବୁ କନି ଏତେ ଆମ୍ବିଳାଟା ମୁଁ ଯାଏ ଅଖା କଣ ନାହିଁ ଏଟା କାକା ନହେଲେ ପରିସ୍ଥିତି ଜଟିଳ ପୁରା ଅବସ୍ଥା କଣ ହବ କାକାଟା କିଛି ଆସିନି ଭଗବାନ ତ ତାଙ୍କ ଅସୁବିଧାରେ ଗଧକୁ ପାଦ ଥିଲେ ଆମେ ତ ମଣିଷ ସେମାନେ ମଣିଷଟି ଆମେ ଯାଇ ଧରି ଆସି ଗଧର ପାଦ କ'ଣ କରିବା କାକା ନ ଆସିଲା ପର୍ଯ୍ୟନ୍ତ ପରିସ୍ଥିତି ପୁରା ଜଟିଳ ହେଇଯାଇଥିବ ଚିକେନ ଚାଖନା ବି ଟିକେ ହଉନି କ'ଣ କରିବା ପରିସ୍ଥିତି ପୁରା ଜଟିଳ କାକା ନଥିଲେ ଆମ ଅବସ୍ଥା କ'ଣ ହବ ଜାଣିଛ ତ ଚାଲ ମୁଁ ଯୋଉ ଆମ୍ବିଳା ଆକୁ କାଳେ ମୁଁ 5 ଟଙ୍କା ଦେବି ଇଏ ରାଜା ହେଇକି ତାହେଲେ ଚିହ୍ନାନ୍ତି ଆକୁ ଯଦି ମୁଁ 5 ଟଙ୍କା ଦେବି ଇଏ 50ଟା ପିଲାକୁ ଡାକି ଆଣିବ ଆଙ୍କ ପାଇଁ ମୁଁ କାହିଁକି 5 ଟଙ୍କା ଖର୍ଚ୍ଚ କରିବି ରାଜା ଏଇନା ବିଲ ପଇସାରେ ଚଳି ଚାଲିଛି କାକାଟା ନ ଆସୁ ଏମିତି ମୁଁ ଅମ୍ବାନୀ ହେଇ ଚାଲିଥିବି ତାପରେ କାକା ଆଇଲେ ଦେଖାଯିବ ଆଉ ପ୍ରଜା ହେବାକୁ ପଡ଼ିବ କାକା ଆଗରେ ଆଉ କାକା ନଥିଲା ବେଳେ ରାଜା ହିଁ ସବୁବେଳେ ରାଜା କାକା ଆସିଲା ପରେ ରାଜା ହିଁ ପୁଣି ପ୍ରଜା ଏଇ ତ ଜୀବନ ଆଉ ବିଲ ପଇସା ନେଇ ଚାଲିଥିବି ଆଉ ନଥିଲା ରାଜା ପାଖରେ ଗୋଟେ ସିଗାରେଟ୍ ଟାଣିବାକୁ ପଇସା ନଥିଲା ଏଇନା ରାଜା ଯଦି ସିଗାରେଟ୍ ଟାଣିତେ ମନ ଗଲା ଲୋକ ଆସିକି ପାଟିରେ ନିଆଡ଼ି ଆସିଲି ମାରି ନଗେଇବେ ରାଜା ସବୁବେଳେ ରାଜା ଖାଲି କାକାଟା ଆସିଗଲେ ସେ ରାଜା ହେଇଯିବ ଆଉ ମୁଁ ଟିକେ ଛୋଟ ରାଜା ହେଇଯିବି ତା ସେନାପତି ଆଉ କ'ଣ କରିବା ରାଜା ଜାଣିଛ ନା ଏଠି ଭୂତ ବାହାରୁଛି 10ଟା ବେଳେ ତୁ ମିଛଟା ମୁଁ ତ କଥା ବିଶ୍ୱାସ କରିନି ସତରେ ମୋ 10ଟା ବେଳେ ପଳେଇବ ଏଇଠୁ କାଲି ଯୋଉ ରାତିରେ ଶୋଇନଥିଲି ନା କାଲି ଭୂତ ମୋ ଗୋଡ଼ ଟାଣି ମହୁଲି ଫୋଲି ପିଇଥିଲ କି ନା ମୁଁ କିଛି ପିଇନି କ'ଣ ସତରେ ଭୂତ ବାହାରୁଛି ହଁ ବା ମହୁଲି ଫୋଲି ପିଇ ନଥିଲ ତ ନା ବା ମୁଁ କିଛି ସତରେ ମୋର ଆହୁରି ରହିବାର ନାହିଁ ସତରେ ଭୂତ ବାହାରୁଛି ଆଉ ତା ବାଜିଲା ତ ଡାଇରେକ୍ଟ ଘରକୁ ଏ କ'ଣ କହୁଛନ୍ତି ଭୂତ ବସ୍ ଷ୍ଟାଣ୍ଡଟା ସାରା ବୁଲି ବୁଲେଇକି ଆଇଲି ଏ ରୁଦ୍ରଟା କାହିଁ ପାଇଲିନି ପାଇଥିଲେ କହିଦିଅନ୍ତୁ କାଲି ଯାଇ ହେଲେଣି କ'ଣ ପାଇଁ ଦେଖିବା ହେଇଆ ରୁଦ୍ର ଭାଇ ବସିଛି ରୁଦ୍ର ଭାଇ ଭଲ ଦେହ ଭଲ ତମେ ଭଲ କ'ଣ ଆଇଲନି କାଲି ଯୋଉ ଦିନ କହିଲନି ନା ମାଲଟେ ପକେଇ ଦେଇଥିଲି ତାପରେ ମିଶା ହେଇଗଲା ଯେମିତି ଏ ବସ୍ ଷ୍ଟାଣ୍ଡରେ ଶୋଇ ପଡ଼ିଲୁ ଭାଇ ଚାଲ ଟିକେ ଗରମ ଗରମ ପଦାରେ କଥା ହେବା ଚାଲ ଅସୁବିଧା କ'ଣ ହେଲା କି ଆଇଲନି ଆମେ କେବେ ଶୋଇ ନଥିଲୁ ନା ରାତିରେ ଯେଉଁ ହଇରାଣ କ'ଣ ହେଲା କ'ଣ କି ଗୋଟେ କ'ଣ ଭୂତ ବାହାରିଲା ଆମେ ରାତିରେ ଟିକେ ଶୋଉଛୁ ଆସିକି ରାତି ଦେଇ ପଳାଉଛି ନା ଶୀଘ୍ର ପଳେଇବ ହଉ ପଳେଇବା ତୁ କହିଲୁଣି ଭୂତ ଭୂତ ବାହାରୁଛନ୍ତି ସେଇ ଆର ପିଲାଟା ମୋତେ ଶୋଇଦେଲେଣି ମୁଁ ତ ଭାଇ କାକା ଖବର କ'ଣ କାକା ଫୋନ୍ କରିଥିଲା କାକାର ଟିକେଟ୍ ହେଇଗଲାଣି ଆଉ 2 ଦିନ ଭିତରେ ଆସିକି ପହଞ୍ଚିବ ହଉ ମୁଁ ରାଜା ବୁଦାନ କହିଦେବି ତମେ ଆଉ କାମକୁ ଆସିବନି ନା ରାଜା କିଛି କରିନଥିବ ହଁ ଭାଇ ଆମେ ଯୋଉଟା ପଇସା ନେଇ ଆଇଲେ 2 ଦିନ କାମ କରି ପଇସା ନେଇ ଆସିବୁ ଆଉ ନା ସିଏ ଜାଣିଲେ ପୁଣି ଖରାପ ଭାବିବ କାହିଁ ଖରାପ କାକା ସେ ଆଉ 2 ଦିନ ଅଛି ଏଇ 2 ଦିନ ଇନକମ୍ ହେଇଯାଉ ହଉ ନା କହିଦେବ ଆଉ କାକା ଟିକେ ଆସିବେ ଆଉ କାକା ଆସିବ ନା ମାଲ ପିଇ ମାତିବ ମାତିଛୁ ହଉ ଚାଲ ଚାଲ ଘରକୁ ପଳେଇବା ଆମ କାକାର କାଲି ଆସୁ ହଁ ଏଇ ଯୋଉ କହେ ହାଡ଼ ରାଜ ଭାଇ ପାଟି ବନ୍ଦ କରିଦେବି ତାକୁ ପଇସା ଦେବୁ ଆମ କାକାଟା କାଲି ଆସି ଯାଉ ଆପଣ ତାଙ୍କ ଭିଡ଼ିଓ ଦେଖି ସାରିଲେଣି ଆପଣ ମନ ଆମ ପଟେ ଟିକେ ନା କରି ଛୁଁଛି ଆପଣ ଲାଇକ୍ଟା କରନ୍ତୁ କମେଣ୍ଟ କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ ଆପଣ ଯେତେ ଭଲ ପାଇବା ଦେବେ ଆମେ ସେତେ ଭଲ ଭଲ ଭିଡ଼ିଓ ଆପଣଙ୍କ ପାଖକୁ ପଠାଇବୁ ବହୁତ କଷ୍ଟ କରି ଭିଡ଼ିଓଟି ବନେଇଛୁ ରହୁଛୁ ଜୟ ଜଗନ୍ନାଥ।